ତୁମ ସହିତ ଯେତେବେଳେ ଯାହା ବି ଘଟିଥାଏ, ତୁମେ ସେସବୁର ପ୍ରତିକ୍ରିୟା ଯେଉଁଭଳି ଭାବରେ ରଖିଥାଅ, ଜାଣି ରଖ ତାହାଦ୍ୱାରା ବି ତୁମର କର୍ମ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଯଦି କିଛି ଭୁଲ ହେଉଛି, ଯଦି କିଛି ଖରାପ ଘଟୁଛି, ତେବେ ମୋ କଥା ମାନି ତୁମେ ଟିକେ ରହିଯାଅ। ଶାନ୍ତ ମନରେ କିଛି ଚିନ୍ତା କର ଏବଂ ତାପରେ ତୁମର ପ୍ରତିକ୍ରିୟା ରଖ। କାରଣ କେବେ କେବେ ଜଲ୍ଦିରେ ଦିଆଯାଇଥିବା ନିଷ୍ପତ୍ତି ମଧ୍ୟ ଭୁଲ ହୋଇପାରେ, ଯାହାଦ୍ୱାରା ତୁମର କର୍ମ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ। କିନ୍ତୁ ଯଦି ତୁମେ ଭାବିଚିନ୍ତି ନିଜର ପ୍ରତିକ୍ରିୟା ଦିଅ, ତେବେ ବଡ଼ରୁ ବହୁତ ବଡ଼ ସମସ୍ୟା ମଧ୍ୟ ଧୈର୍ଯ୍ୟର ସହିତ ସମାଧାନ ହୋଇପାରିବ। ଯଦି କେଉଁଠି କାହା ସହିତ କିଛି ଭଲ ହେଉଛି, ତେବେ ସେମାନଙ୍କ ଖୁସିରେ ଖୁସି ହେବାକୁ ଶିଖ। କେବେ ବି ଅନ୍ୟ କାହାକୁ ଖୁସି ହେବାର ଦେଖି ଏହା ଭାବ ନାହିଁ ଯେ ମୁଁ ତ ଦୁଃଖୀ ଅଟେ, ତେବେ ସେ କିପରି ଏତେ ସୁଖୀ ଅଛି। ତୁମର ଏହିଭଳି ଚିନ୍ତାଧାରା ମଧ୍ୟ ତୁମର କର୍ମରେ ପରିଣତ ହୋଇଥାଏ। ଯେତେବେଳେ ତୁମେ ଅନ୍ୟମାନଙ୍କ ଖୁସିରେ ଖୁସି ରହିବ, ତେବେ ତୁମର ଭଗବାନ ମଧ୍ୟ ତୁମ ଉପରେ ପ୍ରସନ୍ନ ହେବେ, ତୁମକୁ ବହୁତ ସାରା ଆଶୀର୍ବାଦ ଦେବେ। ଜାଣି ରଖ ସମସ୍ତଙ୍କୁ ନିଜ କର୍ମର ପ୍ରାୟଶ୍ଚିତ ଏହିଠାରେ ମାନେ ଏହି ଧରାଧାମରେ କରିବାକୁ ପଡ଼ିଥାଏ। ତେଣୁ ସର୍ବଦା ସମସ୍ତଙ୍କ ପାଇଁ ଭଲ ଭାବ, ସମସ୍ତଙ୍କ ପାଇଁ ଭଲ କର। ତୁମ ଦ୍ୱାରା ଯେତେ ସମ୍ଭବ ହେଉଛି ସମସ୍ତଙ୍କର ମଙ୍ଗଳ କର। ଅନ୍ୟମାନଙ୍କ ସୁଖରେ ଖୁସି ହେବାକୁ ଶିଖ ଏବଂ ଅନ୍ୟମାନଙ୍କ ଦୁଃଖକୁ ବାଣ୍ଟିବା ଶିଖ। ଖୁସିରେ ରୁହ। ଓମ୍ ସାଇରାମ, ଜୟ ସାଇରାମ।